टर्म इन्शुरान्स विषय प्रायतः लोक ମାନଙ୍କ ପାଖରେ ତିନିଟା ଭୟଙ୍କର ମିଥ୍ ଭରି ରହିଥାଏ ଯାହାଦ୍ୱାରା ସମସ୍ତେ ଟର୍ମ ଇନ୍ସୁରାନ୍ସ ନିଅନ୍ତି ନାହିଁ ଆଉ ଏହା ଦ୍ୱାରା ଆପଣଙ୍କର ପରିବାରର ଭବିଷ୍ୟତ ରିସ୍କରେ ଥାଇପାରେ। ତ ଚାଲନ୍ତୁ ଦେଖିବା ଏଇ ତିନିଟା ମିଥ୍ କ'ଣ। ମିଥ୍ ନମ୍ବର 1, ଟର୍ମ ଇନ୍ସୁରାନ୍ସ ନେଲେ ରିଟର୍ନ କିଛି ବି ମିଳିବନି, ଏଇଟା ହେଉଛି ୱେଷ୍ଟ। ପ୍ରାୟ ସମସ୍ତେ ଏଇଟା ଭାବନ୍ତି ଆଉ ତେଣୁ ସେଟା ନିଅନ୍ତି ନାହିଁ, କିନ୍ତୁ ସତ୍ୟ ହେଉଛି ଏଇଟା ଆକ୍ଚୁଆଲି ଇନଭେଷ୍ଟମେଣ୍ଟ ନୁହେଁ, ଏଇଟା ହେଉଛି ଆପଣମାନଙ୍କର ଇନକମ୍ର ରିପ୍ଲେସମେଣ୍ଟ। ଆପଣ ଯଦି ନଥିବେ ତାହେଲେ ଆପଣଙ୍କର ପରିବାର ସର୍ଭାଇଭ କରିପାରିବ, ଏଇଟା ହିଁ ହେଉଛି ଟର୍ମ ଇନ୍ସୁରାନ୍ସର ମିନିଂ। ମିଥ୍ ନମ୍ବର 2, ମୁଁ ଏବେ ୟଙ୍ଗ ଅଛି, ପରେ ନେବି, ଚଳୁଛି ତ ଏଇଭଳିଆର ଧାରଣା ପ୍ରାୟତଃ ସମସ୍ତଙ୍କ ମନରେ ଆସେ। ତ କାହିଁକି ପଇସା ଫାଲତୁରେ ଲଗେଇବି, କିନ୍ତୁ ସତ୍ୟତା ହେଉଛି ଯଦି ଆପଣମାନେ ୟଙ୍ଗ ଥିବେ ତାହେଲେ ସେଇ ଟାଇମରେ ହିଁ ପ୍ରିମିୟମ ସବୁଠାରୁ କମ୍ ଥାଏ ଆଉ ଆପଣଙ୍କୁ ବର୍ଡନ ବୋଲିକିନା ଲାଗିବ ନାହିଁ। କିନ୍ତୁ ଆପଣ ଯଦି ଲେଟ୍ କରିବେ ନେବା ପାଇଁକିନା ତାହେଲେ କଷ୍ଟ ଆପଣଙ୍କର ଡବଲ ବି ଆସିପାରେ। ଆଜ୍ଞା ହଁ। ମିଥ୍ ନମ୍ବର 3 ହେଉଛି ଆପଣମାନଙ୍କର ଯଦି ଅଫିସ ଇନ୍ସୁରାନ୍ସ ଅଛନ୍ତି ତ ସମସ୍ତେ ଭାବନ୍ତି ମୋର ତ ଅଫିସ ଇନ୍ସୁରାନ୍ସ ଅଛି ତ ମୁଁ କାହିଁକି ଟର୍ମ ଇନ୍ସୁରାନ୍ସ ଫିର୍ସେ ନେବି, ଡବଲ ଇନ୍ସୁରାନ୍ସ କାହିଁକି ରଖିବି। କିନ୍ତୁ ଏଗେନ୍ ସତ୍ୟତା ହେଉଛି ଯଦି ମାନିନିଅନ୍ତୁ ଆପଣଙ୍କର ଜବ୍ ଗଲା, କିଛି ଗୋଟେ ଏମର୍ଜେନ୍ସି ସିଚୁଏସନ୍ ଆସିଲା, ଆପଣମାନେ ଜବ୍ କରୁନାହାନ୍ତି, ତାହେଲେ ଆପଣମାନଙ୍କର ପଲିସି ମଧ୍ୟ ଗଲା। ତେଣୁ ଆପଣମାନଙ୍କର ନିଜସ୍ୱ ପର୍ସନାଲ ଟର୍ମ ଇନ୍ସୁରାନ୍ସ ରହିବା ନିହାତି ଦରକାର। ତ ଆପଣଙ୍କର ଟର୍ମ ଇନ୍ସୁରାନ୍ସ ଅଛି କି ନାହିଁ ମୋତେ କମେଣ୍ଟ କରନ୍ତୁ, ୟେସ୍ କି ନୋ। ଆଉ ଭିଡ଼ିଓଟିକୁ ନିଶ୍ଚୟ ସେୟାର କରନ୍ତୁ ଆଉ ଚ୍ୟାନେଲ ରୂପୀ ରହସ୍ୟକୁ ସବସ୍କ୍ରାଇବ କରନ୍ତୁ ଏଇଭଳି ଫାଇନାନ୍ସିଆଲ ଟିପ୍ସ ପାଇଁ। ରହୁଛି, ଜୟ ଜଗନ୍ନାଥ।